ଫୁଲକୋବିର ସିଜନ୍ ସରିବା ଆଗରୁ ଏହି ରେସିପିଟି ମୋର ଘରେ ନିହାତି ଟ୍ରାଏ କରନ୍ତୁ। ଦେଖନ୍ତୁ ଆବାଜ ଶୁଣି ଜାଣିପାରୁଥିବେ କେତେ କୁରକୁରେ ବନିଥିବ, ପୁରାପୁରି କ୍ରିପ୍ସି ଆଉ ଦେଖିବାକୁ ବି ବହୁତ ସୁନ୍ଦର ଦେଖାଯାଉଛି। ଆଉ ଦେଖନ୍ତୁ ଆପଣମାନଙ୍କୁ ଫକ୍ ସାହାଯ୍ୟରେ ଏଠି ଆପଣମାନଙ୍କୁ ଆବାଜ ବି ଶୁଣେଇ ଦେଉଛି। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ, ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ କିଛି ଫୁଲକୋବି ନେବା। ଏଠି ଦେଖନ୍ତୁ ଫୁଲକୋବି ଗୋଟେ ପିସ୍ ମୁଁ ଫୁଲକୋବି ନେଇଥିଲି, ତାକୁ ପକଡ଼ା ପକଡ଼ା ପିସେସ୍ରେ ଏଠି କଟିଂ କରିଦେଇଛି। ଆପଣମାନେ ଚାହିଁଲେ ଗୋଟା ଫୁଲକୋବିକୁ ଗ୍ରେଟ୍ କରି ବି এই ରେସିପିଟି ବନେଇ ପାରିବେ। ତ ଏବେ ଚାଲନ୍ତୁ 2ରୁ 3 ଥର ଟିକେ ଭଲସେ କ୍ଲିନ୍ କରି ଆମେ ଧୋଇଦେବା। ଧୋଇ ସାରିବା ପରେ ଆମେ ଗୋଟେ ଏବେ ଜାର୍ ନେବା। ସେଇ ଜାର୍ରେ ଆମେ ଯେଉଁ ଫୁଲକୋବିକୁ କଟିଂ କରି ରଖିଥିଲେ ନା, ଜାର୍ ଏଡ୍ କରିଦେବା। ଏଠି ଆପଣମାନେ ଚାହିଁଲେ ଗ୍ରେଟର୍ ସାହାଯ୍ୟରେ ଗ୍ରେଟ୍ କରିପାରିବେ, କିନ୍ତୁ ଏଠି ମୁଁ ଜାର୍ରେ ହିଁ ଏଡ୍ କରିକି ଆକୁ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରୁଛି। ମାନେ ରହି ରହି ଗ୍ରାଇଣ୍ଡିଙ୍ଗ କରିବେ ଯଦି ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରୁଛନ୍ତି। ଆଉ ସେଇଥିରେ 8ରୁ 10 କୋଲା ରସୁଣ ଏଡ୍ କରିବା। ପୁଣି ସେଇଥିରେ ଆମେ ଏଡ୍ କରିଦେବା ଶୁଖିଲା ଲଙ୍କା। ତ ଶୁଖିଲା ଲଙ୍କା ବଦଳରେ ଆପଣମାନେ ଏଠି କଞ୍ଚା ଲଙ୍କା ବି ଏଡ୍ କରିପାରିବେ, ନହେଲେ ରସୁଣକୁ ସ୍କିପ୍ କରି ଆପଣମାନେ ବନେଇବା ସମୟରେ ଅଦା ରସୁଣ ପେଷ୍ଟ ବି ଦେଇପାରିବେ। ତ ଏଠି ଦେଖନ୍ତୁ ମୁଁ ଏଇଭଳି ପ୍ରୋସେସ୍ରେ ରହି ରହିକା ଯଦି ଗ୍ରାଇଣ୍ଡିଙ୍ଗ କରିବେ, ମାନେ ଗ୍ରାଇଣ୍ଡିଙ୍ଗ କରୁଥିବେ ଅଫ୍ କରୁଥିବେ, ଏଇଭଳି ପ୍ରୋସେସ୍ରେ ଯଦି ବନେଇବେ ଏଇଭଳି ଗ୍ରେଟ୍ ହେଇଯିବ। ଆଉ ଦେଖନ୍ତୁ ଏଇଭଳି ଖଦରା ହିଁ ବନେଇବେ, ପୁରା ପେଷ୍ଟ ବନେଇବେନି। ତ ଏଠି ଦେଖନ୍ତୁ କିଛି ପିଆଜ ଶାଗ ନେଇଛି, ଆଉ ଅଳ୍ପ ଟିକେ ସେଥିରେ ମୁଁ ନେଇଛି ଏଠି ଧନିଆ ପତ୍ର। ତ ଏବେ ପିଆଜ ଶାଗ ଧନିଆ ପତ୍ରକୁ ବି ପୁରାପୁରି ଛୋଟ ଛୋଟ ପିସେସ୍ରେ ଆମେ କଟିଂ କରିଦେବା। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ପୁରା ଚୁନଚୁନା କରିକିରି କଟିଂ କରିବେ। ଯେତେ ବଢ଼ିଆ ପୁରା ଦେଖିବେ ଛୋଟ ଛୋଟ ପିସେସ୍ରେ କଟିଂ ହେବ, ସେତେ ବଢ଼ିଆ ଟେଷ୍ଟ ବି ଲାଗିବ। ତ ଜଳଖିଆଟା ଖାଇବା ସମୟରେ ପାଟିକୁ ଏଠି ପିଆଜ ଓ ଶାଗର ଫ୍ଲେଭର ଆସିବ, ଆଉ ଧନିଆ ପତ୍ରର ଫ୍ଲେଭର ଆସିବ। ଯଦି ଆପଣମାନଙ୍କୁ ପସନ୍ଦ ଏଡ୍ କରିବେ, ନହେଲେ ସ୍କିପ୍ ବି କରିପାରିବେ। ତ ଏଠି ପୁଣି ଥରେ ଆମେ ନେଇଯିବା ଗୋଟେ ଏଠି କରେଇ ନେବା। ସେ କରେଇରେ ଆମେ ଏଡ୍ କରିଦେବା ବଟର। ବଟର ଏଠି ପୁରାପୁରି ଅପସନାଲ୍ ଅଛି, ଆପଣମାନେ ଚାହିଁଲେ କେବଳ ରିଫାଇନ୍ ତେଲ ବି ଏଡ୍ କରିପାରିବେ। ତ ଏଠି ଦେଖନ୍ତୁ ମୁଁ ଗୋଟେ ଚାମଚ ବଟର ଏଡ୍ କଲି, ପୁଣି ଆଉ ଗୋଟେ ଚାମଚ ସେଥିରେ ଏଡ୍ କରିଦେଇଛି ରିଫାଇନ୍ ତେଲ। ପୁଣି ହାଫ୍ ଚାମଚ ଜିରାକୁ ବି ସେଥିରେ ଏଡ୍ କରିଦେବା। ଏଡ୍ କରି ଆମେ ଜିରାକୁ ପ୍ରଥମେ ଟିକେ ଫୁଟିବାକୁ ଦେବା। ଜିରାଟା ଟିକେ ଭାଜି ହେଇସାରିବା ପରେ, ଫୁଟି ହେଇସାରିବା ପରେ, ଆମେ ଯେଉଁ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ରଖିଥିଲେ ଫୁଲକୋବି, ସେଇ ଫୁଲକୋବିକୁ ଏଡ୍ କରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଫୁଲକୋବିଟା ଟିକେ ସଫ୍ଟ ହେଲା ପର୍ଯ୍ୟନ୍ତ ଟିକେ ଆମେ ଭାଜିବା। ତ ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ପୁରା ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ଏଇସବୁ ପ୍ରୋସେସ୍ ବନେଇବେ। ତ ଏବେ ଆମେ ଭଲସେ ପୁଣି ଥରେ ଟିକେ ଭଲସେ ମିକ୍ସ କରିଦେବା। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବେ। ଫ୍ରେଣ୍ଡସ୍, ଏଇ ଫୁଲକୋବିର ରେସିପିଟା ଯଦି ଆପଣମାନେ ବନେଇ ନାହାନ୍ତି ନା, ଦେଖିବେ ଥରେ ଟ୍ରାଏ କରନ୍ତୁ, ସବୁ ସପ୍ତାହରେ ବନେଇ ଖାଇବାକୁ ପସନ୍ଦ କରିବେ। ମାନେ ପୁରା ସପ୍ତାହ ବନେଇ ଖାଇବାକୁ ପସନ୍ଦ କରିବେ, ଆଉ ଝଟପଟ ବି ବନିକି ରେଡ଼ି ହେଇଯିବ। ଏଠି ଆପଣମାନେ ନୋଟିସ୍ କରିଥିବେ ମୁଁ ଏଠି ହାଫ୍ ଚାମଚ ସେଥିରେ ମସଲା ଏଡ୍ କଲି, ଗରମ ମସଲା, ଆଉ ହାଫ୍ ଚାମଚ ସେଥିରେ ଗୋଲମରିଚ ପାଉଡ଼ର ଏଡ୍ କଲି। ଗୋଲମରିଚ ପାଉଡ଼ରଟା ଏଠି ପୁରାପୁରି ଅପସନାଲ୍ ଅଛି, ଆପଣମାନେ ଚାହିଁଲେ ଏଡ୍ କରିବେ, ନହେଲେ ସ୍କିପ୍ କରିପାରିବେ। ଆଉ ଘରର ବେସିକ୍ ମସଲା ଏଡ୍ କରିପାରିବେ। ଆଉ ଟିକେ ଆମେ ଯେମିତି କଲରଫୁଲ୍ ଦେଖାଯିବ, ସେଥିପାଇଁ ମୁଁ ଅଳ୍ପ ଟିକେ ହିଁ ହଳଦୀ ଏଡ୍ କରିଛି। ମାନେ ପୁରାପୁରି ହାଫ୍ ଚାମଚ ହଳଦୀ ଏଡ୍ କରିଛି, ଯେମିତିକି ଅଧିକା କଲର୍ ବି ଦେଖାଯିବନି, କେବଳ ହାଲକା ହିଁ କଲର୍ ଦେଖାଯିବ ସେଇଥିପାଇଁ। ନହେଲେ ଏଇଟା ପୁରା ସ୍କିପ୍ କରିପାରିବେ ବି, ସେମିତି କିଛି ଦରକାର ନାହିଁ ଏଠି ହଳଦୀ। ତ ଏବେ କ'ଣ କରିବା ନା, ପୁଣି ଥରେ ଟିକେ ଭଲସେ ମିକ୍ସ କରିଦେବା। ତ ଦେଖନ୍ତୁ ହାଲକା ହିଁ କଲର୍ ଆସିଛି। ତ ଏବେ କ'ଣ କରିବା ନା, ଆମେ ଗୋଟେ ଗିନା ସେଇଥିରେ ପାଣି ଏଡ୍ କରିଦେବା। ଯେହେତୁ ମୁଁ ଗୋଟେ ଗିନା ଅଟାରେ ପ୍ରସ୍ତୁତ କରିବି, ତ ମୁଁ ଗୋଟେ ଗିନା ପାଣି ସେଇଥିରେ ଦେଉଛି। ତ ଏବେ ଆମେ ଏଇ ଫୁଲକୋବିର ନୂଆ କଚଡ଼ି ରେସିପିଟି ଫ୍ରେଣ୍ଡସ୍ ବିନା କିଛି ଝଞ୍ଝଟରେ ବନିକି ରେଡ଼ି ହେବ। ତ ଏଇଭଳି ପ୍ରୋସେସ୍ରେ ଆମେ ଟିକେ ମିକ୍ସ କରିଦେବା। ମିକ୍ସ ହେଇସାରିବା ପରେ ଆଉ ଯେମିତିକି ଟିକେ ଫ୍ଲେଭରଫୁଲ୍ ରହିବ, ଆଉ ଦେଖିବାକୁ ଯେମିତି ସୁନ୍ଦର ଲାଗିବ, ସେଥିପାଇଁ ଅଳ୍ପ ଟିକେ ମୁଁ ରାଶି ଏଡ୍ କରିଛି। ଏଠି ବଡ଼ 2 ଚାମଚ ରାଶି ଏଡ୍ କରିଛି। ରାଶି ଏଠି ପୁରାପୁରି ଅପସନାଲ୍, ଯଦି ଆପଣମାନେ ଚାହିଁବେ ଏଡ୍ କରିବେ, ନହେଲେ ସ୍କିପ୍ କରିପାରିବେ। ଆଉ ପିଆଜ ଶାଗ ପୁଣି ସେଇଥିରେ ଆମେ ଏଡ୍ କରିଦେବା, ସ୍ୱାଦ ଅନୁସାରେ ଲୁଣ ଏଡ୍ କରିଦେବା। ଆଉ ଧନିଆ ପତ୍ର ଯେଉଁ କଟିଂ କରି ରଖିଥିଲେ ତାକୁ ବି ଆମେ ସେଇଥିରେ ଏଡ୍ କରିଦେବା। ଏଡ୍ କରିକି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ମିକ୍ସ କରିସାରିବା ପରେ ଏହି ସମୟରେ ଗ୍ୟାସ୍ ଆଞ୍ଚ ଉପରେ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ରଖିକିରି ଆମେ ପ୍ରଥମେ ଏ ଫୁଲକୋବି ପାଣିଟାକୁ ଟିକେ ଫୁଟିବାକୁ ଦେବା, ଯେମିତି ଫୁଲକୋବିଟା ଟିକେ ସଫ୍ଟ ବି ହେଇଯିବ। ଆଉ ଦେଖନ୍ତୁ ପାଣିଟା ପୁରା ଫୁଟି ବି ସାରିଲାଣି, ଏଇ ପର୍ଯ୍ୟନ୍ତ ହିଁ ଅପେକ୍ଷା କରିବା। ତାପରେ ଆମେ ଯେହେତୁ ଗୋଟେ ଗିନା ପାଣି ସେଥିରେ ଏଡ୍ କରିଥିଲେ, ତ ଗୋଟେ ଗିନା ହିଁ ଆମେ ସେଥିରେ ଅଟା ନେବା। ମୁଁ ଏଇଠି ଯେହେତୁ ହେଲ୍ଦି ରେସିପି ବନେଇବାକୁ ଚାହୁଁଛି, ସେଥିପାଇଁ ମୁଁ ଅଟାରେ ବନାଉଛି। ଆପଣମାନେ ଚାହିଁଲେ ସେଇ ପ୍ରୋସେସ୍ରେ ମଇଦା କି ସୁଜି ବି ନେଇପାରିବେ। ତ ଦେଖିବେ ଗୋଟେ ଗିନା ଅଟାରେ କେତେ ସାରା ପୁରା ଆମର ଏଇଠି ଫୁଲକୋବି କଚଡ଼ି ବନିକି ରେଡ଼ି ହେବ। ଆପଣମାନେ ଯଦି ଟ୍ରାଏ କରିନାହାନ୍ତି କେବେ, ନିହାତି ଆକୁ ଟ୍ରାଏ କରନ୍ତୁ। ଦେଖିବେ ଫୁଲକୋବି ହିଁ ଖାଇଲା ଭଳିଆ ଲାଗିବ, ବହୁତ ସ୍ୱାଦିଷ୍ଟ ଲାଗେ। ରେସିପିଟି ପୁରାପୁରି କ୍ରିପ୍ସି ବନେ,
ଆପଣମାନଙ୍କୁ ମୁଁ ଆବାଜ ବି ଶୁଣେଇଥିଲି। ତ ଦେଖନ୍ତୁ ଏଇଠି ପୁଣି ଥରେ ଯେମିତି ଆପଣ ଜନ୍ତୁଣି ବନାଉଛନ୍ତି ସୁଜି ଜନ୍ତୁଣି କାକରା ପାଇଁ, ସେଇଭଳି ପ୍ରୋସେସ୍ରେ ହିଁ ଗୋଟେ ଜନ୍ତୁଣି ଏଠି ବନିକି ରେଡ଼ି ହେବ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ପୁରା ମିକ୍ସ କରିଦେବେ, ଗୋଟେ ଡୋ ବନିକି ରେଡ଼ି ହେଇଯିବ। ତ ଏଇ ସମୟରେ ଗ୍ୟାସ୍ ଆଞ୍ଚ ପୁରା ସ୍ଲୋ ଆଞ୍ଚରେ ରଖିକିରି ଏଇ ଡୋଟା ବନେଇବେ। ତ ଇଏ ଆମର ଡୋଟା ବନି ବି ସାରିଲାଣି। ତ ଆକୁ କିଛି ସମୟ ଆମେ ଥଣ୍ଡା ହେବା ପାଇଁ ରଖିଦେବା ସାଇଡ଼୍ରେ। ଏବେ ଚାଲନ୍ତୁ ଆମର ଆଗ ପ୍ରଣାଳୀ ଆମେ ପ୍ରସ୍ତୁତ କରିବା। ତ ଏଇଠି ତାର ଏଇ ଯେଉଁ ଆମେ କଚଡ଼ିଟା ବନାଉଛନ୍ତି ତା ସହିତ ଗୋଟେ ସ୍ପେଶାଲ ଚଟଣି ବନେଇବା। ସେଥିପାଇଁ ଟମାଟୋ, ରସୁଣ, ଶୁଖିଲା ଲଙ୍କାକୁ ଟିକେ ସିଝିବାକୁ ଦେବା। ସିଝିଲା ଭିତରେ ଚାଲନ୍ତୁ ଆମର ଆଗ ପ୍ରଣାଳୀ ପ୍ରସ୍ତୁତ କରିବା। ତ ଏବେ କ'ଣ କରିବେ ନା, ଏଇ ଜନ୍ତୁଣିଟାକୁ ହାତ ସାହାଯ୍ୟରେ ଟିକେ ମିକ୍ସ କରିଦେବା। ମିକ୍ସ କରିବା ସମୟରେ ଟିକେ ହାତରେ ଯେ ତେଲ ଗ୍ରୀସ୍ କରିକିରି ମିକ୍ସ କରିବେ, ତ ହାତକୁ ଟୋଟାଲ୍ ବି ଜନ୍ତୁଣି ଗୁଡ଼ା ଲାଗିବନି। ଟିକେ ହାଲକା ଏବେ ଗରମ ଅଛି, କିନ୍ତୁ ଯେହେତୁ ଆପଣମାନଙ୍କୁ ମୁଁ ସେୟାର କରିବାର ଅଛି ଏ ରେସିପିଟି, ତ ମୁଁ ଜଲ୍ଦି ବନେଇବାକୁ ଚାହୁଁଛି, ସେଥିପାଇଁ ଟିକେ ହାଲକା ଉଷୁମ ଅଛି, କିନ୍ତୁ ସେଇଥିରୁ ମୁଁ ଅଳ୍ପ ଅଳ୍ପ ପୋଷଣ ନେଇଯାଉଛି। ଯେମିତି ହାତରେ ଧରିପାରିବେ ସେତିକି ଗରମ ଥିଲେ ଚଳିବ। ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି ସେପ୍ ଦେଇପାରିବେ। ଏଠି ମୁଁ ଯେହେତୁ ଆଜି ଫୁଲକୋବି କଚଡ଼ି ବନାଉଛି, ତ ମୁଁ ଆକୁ ଏଇଭଳି ଗୋଲାକାର ସେପ୍ ହିଁ ଦେଉଛି। ମାନେ ଯେମିତି କାକରା ପିଠା ଭଳି ହାଲକା ହିଁ ତାକୁ ଚେପ୍ଟା ବନେଇକିରି ମୁଁ ଆକୁ ଏଇ ସର୍କଲ୍ ବନେଇକି ଟିକେ ଚେପ୍ଟା କରିଦେଇଛି। ତ ଏଇଭଳି ପ୍ରୋସେସ୍ରେ ମୁଁ ଦେଉଛି। ଆଉ ଦେଖିବେ ଏଇ ରେସିପିରେ ଟିକେ ଟିକେ ଯଦି ସ୍କ୍ରାଚ୍ ଆସିବ ନା, ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ, ପୁରାପୁରି କୁରକୁରେ ଲାଗିବ। ଆପଣମାନେ ଏଇ ତରିକାରେ ଥରେ ମାତ୍ର ଟ୍ରାଏ କରନ୍ତୁ। ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ ବା କମେଣ୍ଟ କରନ୍ତୁ। ଦେଖିବେ ବହୁତ ବଢ଼ିଆ ଲାଗିବ ଏ ରେସିପିଟି। ଆପଣମାନେ ଯଦି ଥରେ ବନାଉଛନ୍ତି, ଯଦି ଫୁଲକୋବି ସରିବା ଆଗରୁ ନିହାତି ଆଗରୁ ଥରେ ଟ୍ରାଏ କରନ୍ତୁ। ତ ଯଦି କେବେ ବନେଇ ନାହାନ୍ତି ତ ଦେଖନ୍ତୁ ପୁଣି ଥରେ ଆମେ ଆଉ ଗୋଟେ ଆପଣମାନଙ୍କୁ ମୁଁ ସେପ୍ ଦେଖାଇ ଦେଉଛି କେମିତି କ'ଣ ପ୍ରସ୍ତୁତ କରିବେ। ତ ଗୋଟେ ମୁଁ ଗୋଲାକାର ସେପ୍ ଦେଲି, ଆଉ ଗୋଟେ ସିଲିଣ୍ଡର ସେପ୍ ବି ଆପଣମାନଙ୍କୁ ଦେଖାଇ ଦେଉଛି। ଏଇଭଳି ପ୍ରୋସେସ୍ରେ ସିଲିଣ୍ଡର ସେପ୍ ଦେଇ ବି ଆପଣମାନେ এই ରେସିପିଟି ବନେଇ ପାରିବେ। ତ ସେମ୍ ପ୍ରୋସେସ୍ରେ ମୁଁ ଏଠି ସବୁତକ ମୁଁ ଯେହେତୁ କଚୁଡ଼ି ପ୍ରସ୍ତୁତ କରୁଛନ୍ତି, କଚୁଡ଼ି ତ ଦେଖିବେ ସେପ୍ ତ ଗୋଲାକାର ଥାଏ, ତ ମୁଁ ଆକୁ ସବୁତକ ଗୋଲାକାର ସେପ୍ ହିଁ ଦେଇଛି। ସେମ୍ ପ୍ରୋସେସ୍ରେ ସବୁତକ ମୁଁ ଏଠି ବନେଇକିରି ବି ରେଡ଼ି ବି କରିଦେଲିଣି। ଦେଖନ୍ତୁ ଆପଣମାନଙ୍କୁ ଦେଖାଉଛି ଆଉ କେତେ ସୁନ୍ଦର ବି ଦେଖାହେଉଛି। ପୁରା ଛୋଟ ଛୋଟ ବନିଥିଲା ଆଉ ବହୁତ ସାରା ବନିଥିଲା, ମାନେ ଗୋଟେ ଗିନା ଅଟାରେ ପୁରା ଦେଖନ୍ତୁ ଏଇଠି ମୁଁ ଗୋଟେ ଥାଳି ନେଇଛି ପ୍ଲାଷ୍ଟିକ୍ର, ସେ ଥାଳିଟିଏ ବନିଥିଲା, ମାନେ ପୁରାପୁରି ଥାଳି ପୁରା ପେକ୍ ହେଇଯାଉଥିଲା, ଏତେ ଗୁଡ଼ା ବନିଥିଲା। ତ ଏଠି ଦେଖନ୍ତୁ ସେଥି ଭିତରେ ଟମାଟୋ, ରସୁଣ, ଏଠି ଶୁଖିଲା ଲଙ୍କା ଆମର ମାନେ ସିଝି ଯାଇଛି। ଆକୁ ଆମେ ରଖିଦେବା କିଛି ସମୟ ଥଣ୍ଡା ହେବା ପାଇଁ। ଥଣ୍ଡା ଟିକେ ହାଲକା ହେଇସାରିବା ପରେ ତାକୁ ମିକ୍ସର ଜାର୍ରେ ଅଳ୍ପ ଟିକେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ ଆଉ ଟମାଟୋ କେଚପ୍ ବି ସେଥିରେ ଏଡ଼୍ କରି ଆକୁ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ଗୋଟେ ଆମେ ଫାଇନ୍ ପେଷ୍ଟ ବନେଇକି ରେଡ଼ି କରିଦେବା। ତ ଦେଖନ୍ତୁ ଇଏ ଆମର ଫାଇନ୍ ପେଷ୍ଟ ବନିକି ରେଡ଼ି ହେଇସାରିଲା। ଆମର ଚଟଣିଟା ସ୍ପେଶାଲ ଚଟଣି ବନିକି ରେଡ଼ି ହେଇସାରିଛି। ଆଉ ଦେଖନ୍ତୁ ଚଟଣି ବନେଇବା ଭିତରେ ଆମର ଏଇଠି ପେନ୍ରେ ଆମେ ଯେହେତୁ ତେଲ ନେଇଥିଲେ, ତେଲ ବି ପୁରା ଗରମ ହେଇସାରିଛି। ଆମେ ସେଇଥିରେ ଏଡ଼୍ କରିଦେବା କଚଡ଼ିକୁ। ଏହି ସମୟରେ ଗ୍ୟାସ୍ ଆଞ୍ଚ ମିଡ଼ିୟମ୍ ଫ୍ଲେମ୍ରେ ରଖିବା। ମିଡ଼ିୟମ୍ ଫ୍ଲେମ୍ରେ ରଖିକିରି ହିଁ ଆମେ ଫ୍ରାଏ କରିବା। ଯେହେତୁ ସିଝେଇବା କିଛି ବି ଦରକାର ନାହିଁ, କେବଳ ଆକୁ ଦେଖିବା ଫ୍ରାଏ କରିବା ଯେମିତି କ୍ରିସ୍ପି ବନିବ। ସେଥିପାଇଁ ହାଇ ଫ୍ଲେମ୍ରେ ରଖିବେନି, କେବଳ ମିଡ଼ିୟମ୍ ଫ୍ଲେମ୍ରେ ହିଁ ରଖିକି ଫ୍ରାଏ କରିବେ। ପ୍ରଥମରୁ ହିଁ ମିଡ଼ିୟମ୍ ଫ୍ଲେମ୍ରେ ରଖିବେ, ତାପରେ ଟିକେ ହାଲକା ସ୍ଲୋ ଆଞ୍ଚ ରଖିକିରି ଆକୁ ପ୍ରସ୍ତୁତ କରିବେ। ତ ଦେଖିବେ ବହୁତ ବଢ଼ିଆ କ୍ରିସ୍ପି ରହିବ ଏ ରେସିପିଟି। ଖାଇବାକୁ ବହୁତ ସ୍ୱାଦିଆ ଲାଗିବ, ପୁରା କୁଡ଼କୁଡ଼ିଆ ଲାଗେ। ତ ଗୋଟେ ସାଇଡ଼୍ ଟିକେ ଫ୍ରାଏ ହେଇସାରିବା ପରେ ଏଇଭଳି ପ୍ରୋସେସ୍ରେ ଟିକେ ଓଲଟେଇ ଦେବେ। ତ ସବୁତକ ଏଇଭଳି ସେମ୍ ପ୍ରୋସେସ୍ରେ ଓଲଟ ପାଲଟ କରି ଟିକେ ବ୍ରାଉନ୍ କଲର୍ ହେଲା ପର୍ଯ୍ୟନ୍ତ, ଟିକେ କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ ଆମେ ଓଲଟ ପାଲଟ କରି ଟିକେ ଫ୍ରାଏ କରିବା। ତ ଦେଖନ୍ତୁ କେତେ ବଢ଼ିଆ ପୁରା କଲର୍ ବି ଆସିଗଲାଣି। ଆପଣମାନେ ଯଦି ଆଉ ଟିକେ ଆକୁ ମାନେ ଅଧିକା ବ୍ରାଉନ୍ କଲର୍ କରିବାକୁ ଚାହୁଁଛନ୍ତି, ତାହେଲେ ଆଉ ଟିକେ ଫ୍ରାଏ କରିପାରିବେ। କିନ୍ତୁ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ମୁଁ ବାହାର କରିଦେଲି, ଆଉ କେତେ ବଢ଼ିଆ ପୁରା ସ୍ମେଲ୍ ବି ଆସୁଛି। ଆଉ ମାନେ ତାର ଦେଖିବେ ମାନେ ବହୁତ ବଢ଼ିଆ କୁଡ଼ମୁଡ଼ିଆ ପୁରା କ୍ରିସ୍ପି ବନିଛି। ତ ଆପଣମାନଙ୍କୁ ମୁଁ ଆଗରୁ ବି ଦେଖେଇଲି କେତେ କୁଡ଼ମୁଡ଼ିଆ ପୁରା କ୍ରିସ୍ପି ବନିଛି ରେସିପିଟି। ତ ଦେଖନ୍ତୁ ତାପରେ ସେଥିରେ ଆମେ ଧନିଆ ପତ୍ର ବି ଏଡ଼୍ କରିଛନ୍ତି, ପିଆଜ, ଶାଗ ବି ଏଡ଼୍ ଅଛି, ପୁଣି ରାଶି ବି ଏଡ଼୍ ଅଛି। ଭାବି ପାରୁଥିବେ କେତେ ବଢ଼ିଆ ସ୍ୱାଦିଷ୍ଟ ବନିଥିବ ରେସିପିଟି। ତ ସେମ୍ ପ୍ରୋସେସ୍ରେ ଆମେ ସବୁତକ ବନେଇକିରି ଏବେ ରେଡ଼ି କରିଦେବା। ଆଉ ଗୋଟେ ମୁଁ ଏଠି ପ୍ଲେଟ୍କୁ ବି ବାହାର କରିଦେଲି। ପୁଣି ଥରେ ଆଉ ଗୋଟେ ଷ୍ଟେପ୍ ବି ଆମେ ସେଇଥିରେ ସେମ୍ ପ୍ରୋସେସ୍ରେ ଏଡ଼୍ କରିଦେବା। ଏହି ରେସିପିଟି ଦେଖିବେ ଝଟପଟ ବନିକି ରେଡ଼ି ହେବ। ଯେମିତିକି ଆପଣମାନେ ଆଳୁ କଚଡ଼ି ବନେଇଥିବେ, ତ ମୁଗ ଯେଉଁ ପୁର ଦେଇକରି କଚଡ଼ି ବନେଇଥିବେ, ସେଇ କଚଡ଼ି ଗୁଡ଼ାକ ଦେଖିବେ ଟିକେ ଟାଇମ୍ ଲାଗେ ବନେଇବା ପାଇଁ। କିନ୍ତୁ ଏଇ ଫୁଲକୋବି କଚଡ଼ିଟା ଦେଖିବେ ଜଲ୍ଦି ହିଁ ବନିକି ରେଡ଼ି ହେଇଯାଏ। ଆଉ ଦେଖନ୍ତୁ କେତେ ସୁନ୍ଦର ବି ଦେଖାହେଉଛି। ତ ଆପଣମାନେ ଫ୍ରେଣ୍ଡସ୍ ନିହାତି ଆକୁ ଟ୍ରାଏ କରିବେ। ତ ମୁଁ ଗୋଟେ ଏଠି ପ୍ଲେଟ୍କୁ ବାହାର କରିଦେଲି, ଆଉ ଚଟଣିକୁ ଦେଖନ୍ତୁ ଗିନାକୁ ବାହାର କରିଦେଇଛି। ଫ୍ରେଣ୍ଡସ୍ ଆପଣମାନେ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍
ବେଲ୍ ଆଇକନ୍‌କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍‌ରେ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ଆଉ ଦେଖନ୍ତୁ ଗୋଟେ ପିସ୍ ଆପଣମାନଙ୍କୁ ପାଖରୁ ବି ଦେଖେଇ ଦେଉଛି। ଆପଣମାନେ ଯଦି ଆକୁ ଥରେ ବନଉଛନ୍ତି ଦେଖିବେ ଫୁଲକୋବିରେ ବନିପାରିବ ଏତେ ବଢ଼ିଆ ସ୍ୱାଦିଷ୍ଟ ଗୋଟେ ରେସିପି ମୁଁ କେବେ ବି ଭାବିନଥିଲି। ମାନେ ବହୁତ ବଢ଼ିଆ ଲାଗିଲା ମୋତେ ଏ ରେସିପିଟି, ଆଉ ଖାଇବାକୁ ବି ବହୁତ ବଢ଼ିଆ କ୍ରିସ୍ପି ଥିଲା। ମାନେ ଦେଖିବେ ଆକୁ ବନେଇକି ଯଦି ଆପଣମାନେ 2 ଘଣ୍ଟା ପର୍ଯ୍ୟନ୍ତ ବି ବାହାରେ ରଖିଦେବେ ନା, ସେ ପୁରା ଦେଖିବେ କ୍ରିସ୍ପି ହିଁ ରହିବ। ବହୁତ ବଢ଼ିଆ କ୍ରିସ୍ପି ଥିଲା। ଆଉ ଦେଖନ୍ତୁ ଆପଣମାନଙ୍କୁ ଖଣ୍ଡ କରି ବି ମୁଁ ଦେଖେଇଦେଲି କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇଛି। ଆଉ ଭିତରେ ବି ଦେଖନ୍ତୁ କେତେ ବଢ଼ିଆ ପୁରା ମାନେ ହାଲକା ସଫ୍ଟ ଅଛି, ଆଉ ବାହାରଟା ପୁରାପୁରି କ୍ରିସ୍ପି ଅଛି। ତ ଏଇ ତରିକାରେ ଆପଣମାନେ ଘରେ ନିହାତି ଟ୍ରାଏ କରନ୍ତୁ। ତା ସହିତ ଦେଖନ୍ତୁ ତାର ସ୍ପେଶାଲ୍ ଚଟନି ରେସିପିଟି ବି ଆଜି ଆପଣମାନଙ୍କୁ ମୁଁ ସେୟାର କରିଛି। ଏ ଚଟନି ସହିତ ଏ କଚୁଡ଼ି ବହୁତ ବଢ଼ିଆ ଲାଗୁଥିଲା, ତ ଆପଣମାନେ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।